तो वर्तमान समय रे जो यूट्यूब क्रिएटर मानकर यूट्यूब वीडियो रे व्यू आसुनी सब्सक्राइबर आसुनी वाच टाइम कमी जाउची सेमानक पई यूट्यूब गोटे नुआ फीचर लॉन्च करिछि जहार ना होची कोलैबोरेशन। वर्तमान समय रे आपण माने इनवाइट कोलैबोरेटर आपण माने अप्लाई किपरि करिवे देखंतु वर्तमान समय रे जदि आपनकर व्यू आसुनी आपनकर सब्सक्राइबर नाहांती आपण माने अन्य क्रिएटर सह कोलैब करि परिबे एवं वर्तमान समय रे कोलैब ऑप्शन आपनको किभଳି मिलिबो ଏବଂ କିପରି ଆପଣମାନେ ଆପ୍ଲାଏ କରିବେ ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି। ଯଦି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଗୋଟେ ଭଲ କମେଣ୍ଟ କରିକି। ତ ବର୍ତ୍ତମାନ ସମୟରେ ଆସନ୍ତୁ ଆଜିର ଭିଡ଼ିଓକୁ ଆରମ୍ଭ କରିବା। ମୁଁ ରାକେଶ ଆପଣମାନଙ୍କୁ ସ୍ୱାଗତ କରୁଛି ଅର୍ଣ୍ଣିଂ ଟାଇମ୍ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲରେ। ତ ବର୍ତ୍ତମାନ ଆମକୁ ପ୍ଲେ ଷ୍ଟୋରକୁ ଯିବାକୁ ପଡ଼ିବ ଏବଂ ୟୁଟ୍ୟୁବ୍ ଏବଂ ୱାଇଟି ଷ୍ଟୁଡ଼ିଓକୁ ଆମକୁ ପ୍ରଥମେ ଅପଡ଼େଟ୍ କରିବାକୁ ପଡ଼ିବ। ଅପଡ଼େଟ୍ କଲା ପରେ ଆମେ ସେଥିରେ ବର୍ତ୍ତମାନ ସମୟରେ କୋଲାବରେସନ୍ କିଭଳି କରିବା ତାହା ଜାଣିବା। ତ ବର୍ତ୍ତମାନ ଆମେ ଯେଭଳି ଆମେ ୟୁଟ୍ୟୁବରେ ଭିଡ଼ିଓ ଅପଲୋଡ଼ କରୁ ସେଇଭଳି ସେମ୍ ଭିଡ଼ିଓ ଅପଲୋଡ଼ କରିବା, କିନ୍ତୁ ତଳେ ଦେଖନ୍ତୁ ଗୋଟେ ଅପସନ୍ ଦେଖିବାକୁ ମିଳିବ ଯାହାର ନାଁ ହେଉଛି ଇନଭାଇଟ୍ ଏ କୋଲାବରେଟର, ଯୋଉଠିକି ଆମକୁ ଇନଭାଇଟ୍ କରିବାକୁ ପଡ଼ିବ ଆମେ ଯାହା ସହ କୋଲାବରେସନ୍ କରିବା। କୋଲାବରେସନ୍ କରିବା ଜରିଆରେ ଆମକୁ କ'ଣ ଲାଭ ହେବ ନା ଦେଖନ୍ତୁ ଆମେ ଯାହା ସହ କୋଲାବ କରିବା ତାଙ୍କର ଯେତେ ବି ସବସ୍କ୍ରାଇବର ଥିବ ତାଙ୍କ ଅଡ଼ିଏନ୍ସଙ୍କ ପାଖକୁ ଆମ ଭିଡ଼ିଓ ଦେଖିବାକୁ ମିଳିବ, ଯୋଉଠିକି ବର୍ତ୍ତମାନ ଗୋଟେ ନୂଆ ଫିଚର ଏବଂ ଆପଣଙ୍କୁ ଦେଖିବାକୁ ମିଳିବ ତାଙ୍କ ଭିଡ଼ିଓ ତଳେ ଆପଣଙ୍କ ଭିଡ଼ିଓ ରିକମେଣ୍ଡ ହେବ ଏବଂ ଆପଣମାନଙ୍କୁ ଦେଖିବାକୁ ମିଳିବ କୋଲାବରେଟର ଅପସନ୍ ଜରିଆରେ। କୋଲାବରେସନ୍ ଆପଣମାନେ କରିବେ କିପରି ନା ଦେଖନ୍ତୁ ପ୍ରଥମେ ଆପଣ ଭିଡ଼ିଓ ଅପଲୋଡ଼ କଲାବେଳେ ଆପଣମାନେ ଏଠି ପ୍ଲସ୍ ଉପରେ କ୍ଲିକ୍ କରିବେ। ତାପରେ ଏଠି ଆପଣଙ୍କୁ ତଳେ ଦେଖିବାକୁ ମିଳିବ ଇନଭାଇଟ୍ କୋଲାବରେଟର, ଏଠାରେ କ୍ଲିକ୍ କରିବେ। ଏଠାରେ କ୍ଲିକ୍ କଲା ପରେ ଏଠି ଆପଣ ସର୍ଚ୍ଚ କରିବେ ଯାହା ସହ ଆପଣ କୋଲାବ କରିବାକୁ ଚାହୁଁଛନ୍ତି ତାଙ୍କ ଚ୍ୟାନେଲ ସର୍ଚ୍ଚ କରିବେ ଏବଂ ସର୍ଚ୍ଚ କଲା ପରେ ଆପଣମାନଙ୍କୁ ଏଠି ଦେଖିବାକୁ ମିଳିବ ଆନାଲିଟିକ୍। ଏଠି ଆନାଲିଟିକ୍ ଆପଣମାନଙ୍କୁ ଆଲାଉ କରିବେ କି ନାହିଁ ସେଇଟା ଆପଣଙ୍କ ଉପରେ ନିର୍ଭର କରୁଛି। କାହିଁକି ନା ଯଦି ଆପଣମାନେ ଚାହୁଁଛନ୍ତି ଆପଣଙ୍କ ଭିଡ଼ିଓରେ ଯାହା ବି ଇନକମ୍ ହେଲା ଏବଂ ଯାହା ବି ସବସ୍କ୍ରାଇବର ଆସିଲା ଯେତେ ବି ଆପଣଙ୍କର ୱାଚ୍ ଟାଇମ୍ ଆସିଲା ସବୁ ତାଙ୍କୁ ସେୟାର ହେବ, ସେମାନେ ଦେଖିପାରିବେ, କିନ୍ତୁ ସେମାନଙ୍କୁ ଏଥିରେ ଯାହା ବି ଇନକମ୍ ହେବ ସେଇଟା ଆପଣଙ୍କୁ ମିଳିବ, ସେମାନଙ୍କୁ କୌଣସି ବି ଟଙ୍କା ମିଳିବ ନାହିଁ। ଏବଂ ଆପଣମାନେ ଯଦି ଚାହୁଁଛନ୍ତି ତାହେଲେ ଆପଣ ସେୟାର କରିପାରିବେ କିମ୍ବା ଆପଣମାନେ ଏଠାରେ ଟିକ୍ କରିବେନି ଏବଂ ଏଠି ଆପଣମାନଙ୍କୁ କେବଳ ଲିଙ୍କକୁ କପି କରିବା ପାଇଁ ହେଲେ ଗେଟ୍ ଲିଙ୍କ ଉପରେ କ୍ଲିକ୍ କରିବେ ଏବଂ ଲିଙ୍କକୁ କପି କରିବେ। ଏହି ଲିଙ୍କକୁ କପି କଲା ପରେ ଆପଣଙ୍କୁ ପେଷ୍ଟ କରିବାକୁ ପଡ଼ିବ ଏବଂ ଧ୍ୟାନ ଦେଇକି ଶୁଣନ୍ତୁ ଆପଣମାନେ ପେଷ୍ଟ କିଭଳି କରିବେ। ପେଷ୍ଟ କରିବା ପାଇଁ ହେଲେ ଆପଣଙ୍କୁ ତାଙ୍କ ହ୍ୱାଟ୍ସଆପ୍ ନମ୍ବର ହଉ ତାଙ୍କୁ ମେସେଜ ଜରିଆରେ ତାଙ୍କୁ ଆପଣମାନଙ୍କୁ ପଠାଇବାକୁ ପଡ଼ିବ, ନା କି ଆପଣମାନେ ଯେକୌଣସି ଭାବରେ ଆପଣମାନେ ଲିଙ୍କକୁ ପଠାଇ ପାରିବେ। ଯେମିତି ଆପଣମାନେ ଇନଷ୍ଟାଗ୍ରାମରେ ହଉ, ଫେସବୁକରେ ହଉ କିମ୍ବା ଆପଣମାନେ ହ୍ୱାଟ୍ସଆପରେ ହଉ, ଆପଣମାନେ ଟେଲିଗ୍ରାମରେ ହଉ, ଯେମିତି ବି ହଉ ଆପଣଙ୍କୁ ସେୟାର କରିବାକୁ ପଡ଼ିବ। ଯେତେବେଳେ ସେ ଆପଣଙ୍କ ଲିଙ୍କ ଉପରେ କ୍ଲିକ୍ କରିକି ସେୟାର ଆପଣ ଯୋଉ କଲେ ତାପରେ କ୍ଲିକ୍ କଲେ ତାପରେ ତାଙ୍କୁ ଗୋଟେ ଅପସନ୍ ଦେଖିବାକୁ ମିଳିବ ଯାହା ଆପଣମାନଙ୍କ ଯୋଉ ଭିଡ଼ିଓରେ ଆପଣ କୋଲାବରେସନ୍ ଯୋଉ ଲିଙ୍କକୁ ଆପଣ ପଠାଇଥିଲେ ତା ଆକ୍ସେପ୍ଟ ଯଦି ସିଏ କରିବେ ତାପରେ ଆପଣଙ୍କର ଭିଡ଼ିଓରେ କୋଲାବରେସନ୍ ହୋଇଯିବ ଏବଂ ଆପଣଙ୍କ ଭିଡ଼ିଓ ଆପଣଙ୍କ ଚ୍ୟାନେଲରେ ଦେଖିବାକୁ ମିଳିବ ଏବଂ ଆପଣଙ୍କ ଯାହା ସହ କୋଲାବରେଟ୍ କରିଥିଲେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଦେଖିବାକୁ ମିଳିବ। ଏହିଭଳି ଭାବେ ୟୁଟ୍ୟୁବରେ ଇନକମ୍ ମଧ୍ୟ ହେବା ଆରମ୍ଭ ହେବ, ସବସ୍କ୍ରାଇବର ବଢ଼ିବ, ଭିୟୁ ମଧ୍ୟ ଆସିବ। ଯଦି ଆପଣ ଚାହୁଁଛନ୍ତି ଏଭଳି କୋଲାବରେଟ୍ କରିବା ପାଇଁ ବର୍ତ୍ତମାନ ସମୟରେ ଆପଣମାନେ କୋଲାବରେଟ୍ କରନ୍ତୁ ଏବଂ ଯଦି ଆପଣମାନେ ଚାହୁଁଛନ୍ତି ମୋ ସହ କୋଲାବ କରିବା ପାଇଁ ତାହେଲେ ଆପଣମାନେ ମଧ୍ୟ କରିପାରିବେ ଏବଂ ଆପଣଙ୍କର ଯେତେ ବି ସବସ୍କ୍ରାଇବର ଥିଲେ ମଧ୍ୟ ଚଳିବ, କିନ୍ତୁ ଆପଣମାନଙ୍କୁ କୋଲାବ କଲା ପରେ ଆପଣମାନେ ଲିଙ୍କକୁ ମୋତେ ଆପଣମାନେ ଫେସବୁକରେ କିମ୍ବା ଆପଣମାନେ ଇନଷ୍ଟାଗ୍ରାମରେ ସେୟାର କରିବେ ଏବଂ ଆପଣମାନେ ମୋର ମଧ୍ୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆଇଡିକୁ ମଧ୍ୟ ଜାଣି ରଖନ୍ତୁ ଅର୍ଣ୍ଣିଂ ଟାଇମ୍ ଓଡ଼ିଶା। ଯଦି ଆପଣମାନେ ଫଲୋ କରିନାହାନ୍ତି ଫଲୋ କରିନିଅନ୍ତୁ ଏବଂ ଏଇଭଳି ୟୁଟ୍ୟୁବ୍ ଟିପ୍ସ ଏବଂ ୟୁଟ୍ୟୁବ୍ ରିଲେଟେଡ୍ ଭିଡ଼ିଓ ଏବଂ ଫେସବୁକ୍ ରିଲେଟେଡ୍ ଭିଡ଼ିଓ ଆପଣମାନଙ୍କୁ ଦେଖିବାକୁ ମିଳିବ। ଯଦି ଆପଣମାନଙ୍କୁ ଭଲ ଲାଗିଥିବ ଭିଡ଼ିଓଟି ଆପଣମାନେ ଲାଇକ୍ କରିନେବେ, କମେଣ୍ଟ କରିନେବେ। ଆଜିର ଭିଡ଼ିଓରେ ଏତିକି ଥିଲା, ରହୁଛି, ଧନ୍ୟବାଦ।